ଆରେ ବାବା ବାବା ଆରେ ନା ନା ବାବା ବସିବିନି ମତେ ଜୋସେ ଝାଡା ମାରଲାଣି ତ ମା ମୋର ଏଟା କଣ ସୁଲଭ ଶୌଚାଳୟ ତୁ ଆମ ଘରକୁ ଆସୁ ଝାଡା ବସିବା ପାଇଁ ଆ ଯାଉନି ଝାଡା ବସିବୁ ଆବେ ଆବେ ମୁଁ ତମ ଘରକୁ କାଇଁ ଯାଇଥିବି ଝାଡା ବସତେ ମୁଁ ଡାକୁଥିଲି ଆ ଯିବା ଝାଡା ବସିଆ ଆବେ ଶଳା ହାରାମ ଦାଦା ତତେ ଝାଡା ମାରଲାଣି ତୁ ଯିବୁ ଝାଡା ବସିବୁ ଆ ମତେ ଡାକୁଛୁ କଣ ମୁଁ ତତେ କଣ ପାଞ୍ଚେଇ ଦେବି ଆବେ ଆବେ କାଠିଆ ତୁ କେବେ ତ ଗୋଟେ କଥା ବୁଝିବା ପାଇଁ ଚେଷ୍ଟା କରେ ଆରେ ମୁଁ ତତେ ଡାକୁଥିଲି ଚାଲେ ନଦୀ ହୁଡାକୁ ଯିବା ଝାଡା ବସିବା ପାଇଁ କାଇଁ ତମ ଘରେ କଣ ବାଥରୁମ ନାହିଁ ଆଉ ଯଦି ତମ ଘରେ ବାଥରୁମ ନାହିଁ ତାହେଲେ ଯା ଆମ ଘର ବାଥରୁମରେ ଝାଡା ବସ ଆବେ ଆବେ କିଏ କହିଲା ବାଥରୁମ ନାହିଁ ବାଥରୁମ ଅଛି ନା ମୁଁ କଣ କହୁଥିଲି କି ସେ ନଦୀ ହୁଡାରେ ଝାଡା ବସିବା ମଜା ଠାଇ ଅଲଗା ଆରେ ସୁଲସୁଲିଆ ପବନ ବହୁଥିବ ଦୁବ ଘାସ ଦାଣ୍ଡେ ବାଜୁଥିବ ତୁ ସେଠି ଝାଡା ବସିବୁ କେତେ ମଜା ଆସିବ କହିଲୁ ଆବେ ବାଥରୁମ ରେ ଝାଡା ବସିବା ବିଲ ହୁଡାରେ ସୁଲସୁଲିଆ ପବନରେ ଝାଡା ବସିବା ସେ ମଜା ଠାଇ ଅଲଗା ନା ଆବେ ମତେ ଜୋର ଝାଡା ମାରଣି ଚାଲ ଯିବା ଚାଲ ଆବେ ବାଳ ଝାଡା ତତେ ମାରିଛି ତୁ ଝାଡା ବସିବୁ ମୁଁ ଯାଇ କଣ କରିବି ଆବେ ତୁ ଚାଲୁନୁ ତୁ ସେଠି ନଦୀ ହୁଡା ଗଲେ ତ ଆପେ ଝାଡା ମାରୁନି କି ଏ ଚାଲ ଜଲ୍ଦି ଆଚ୍ଛା ଆଚ୍ଛା ଠିକ ଅଛି ଚାଲ ଯିବା ଚାଲ सुनो तुम लोग कल है 15 अगस्त कल के दिन ही यहाँ का स्कूल में हम लोग अटैक करेंगे। लेकिन भाईजान मैं एक बात सोच रहा था यहाँ का स्कूल में अटैक करके खून खराबा करके हमको क्या मिलेगा अगर हम लोग स्कूल को हाईजैक करके सरकार से डिमांड करें हमारा जितने भी पाकिस्तान भाइयों को यहाँ पर